ଆପଣ ସତରେ ବିଜନେସ୍ କରିବାକୁ ପ୍ରସ୍ତୁତ କି? ଟଙ୍କା ନୁହେଁ, ପ୍ରସ୍ତୁତି ସକ୍ସେସ୍ ନିର୍ଣ୍ଣୟ କରେ। ଗୋଟିଏ ସରଳ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଚାହୁଁଛି, ଆପଣ ବିଜନେସ୍ କରିବାକୁ ଚାହୁଁଛନ୍ତି ନା ବିଜନେସ୍ କଥା ଶୁଣିବାକୁ ଭଲ ଲାଗୁଛି? ମୁଁ ବିଷ୍ଣୁ ମହାନ୍ତି, ବିଷ୍ଣୁ ସେବା ଫାଉଣ୍ଡେସନ ୟୁଟ୍ୟୁବ୍ ଚ୍ୟାନେଲରୁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ। ଆପଣ ଭଲେଣ୍ଟିୟର ହୁଅନ୍ତୁ, ଆସୋସିଏଟ୍ ପାର୍ଟନର ହୁଅନ୍ତୁ, ଫ୍ରାଞ୍ଚାଇଜ୍ ପାର୍ଟନର ହୁଅନ୍ତୁ, ମେମ୍ବର ହୁଅନ୍ତୁ କିମ୍ବା ସାଧାରଣ ଦର୍ଶକ ହୁଅନ୍ତୁ, এই ভিডিও ଆପଣ ସମସ୍ତଙ୍କୁ ଏକ ସଠିକ୍ ଦିଗ ଦେବ। କାରଣ ଆଜି ସମସ୍ତେ କହୁଛନ୍ତି ମୁଁ ବିଜନେସ୍ କରିବାକୁ ଚାହୁଁଛି, କିନ୍ତୁ ଅତ୍ୟନ୍ତ କମ୍ ଲୋକ ପଚାରନ୍ତି ମୁଁ ବିଜନେସ୍ ପାଇଁ ପ୍ରସ୍ତୁତ କି? ଆଜିର ଏହି ଭିଡ଼ିଓ ଆପଣଙ୍କ ବିଜନେସ୍ ନିଷ୍ପତ୍ତିକୁ ମଜବୁତ କରିବ ନା ଗୋଟିଏ ବଡ଼ ଭୁଲରୁ ବଞ୍ଚାଇବ। ପ୍ରଥମତଃ ମୁଁ କହିବି, ବିଜନେସ୍ କରିବାକୁ ଇଚ୍ଛା ଆଉ ବିଜନେସ୍ କରିବାକୁ ପ୍ରସ୍ତୁତି। ବିଜନେସ୍ କରିବାର ଇଚ୍ଛା ରଖିବା ସହଜ, କିନ୍ତୁ ବିଜନେସ୍ ପାଇଁ ପ୍ରସ୍ତୁତ ହେବା କଠିନ। ନିଜକୁ ଥରେ ପଚାରନ୍ତୁ। ପ୍ରଶ୍ନ 1, ଆପଣ ସତରେ ବିଜନେସ୍ କରିବାକୁ ଚାହୁଁଛନ୍ତି ନା ନିଜ ଜବ୍ରୁ ପଳାଇ ବିଜନେସ୍ ଦିଗକୁ ଯାଉଛନ୍ତି? ମନେ ରଖନ୍ତୁ, ଜବ୍ରୁ ପଳାଇ କରାଯାଉଥିବା ବିଜନେସ୍ ଅଧିକାଂଶ ସମୟରେ ବିଜନେସ୍ରୁ ମଧ୍ୟ ପଳାଇବାକୁ ବାଧ୍ୟ ହୁଏ। ଦ୍ୱିତୀୟତଃ, ମାଇଣ୍ଡସେଟ୍ ସବୁଠାରୁ ବଡ଼ କ୍ୟାପିଟାଲ। ଦ୍ୱିତୀୟ ପ୍ରଶ୍ନ, ଆପଣ ମେଣ୍ଟାଲି ବିଜନେସ୍ ପାଇଁ ପ୍ରସ୍ତୁତ କି? ବିଜନେସ୍ ମାନେ କ'ଣ? ଫିକ୍ସ ସାଲେରୀ ନାହିଁ, ସଣ୍ଡେ ହଲିଡେ ନାହିଁ, ଆରମ୍ଭରେ ରେସ୍ପେକ୍ଟ ନାହିଁ, କେବେ ପ୍ରଫିଟ୍ କେବେ ଲସ୍। ଯଦି ଆପଣ ଶୀଘ୍ର ଟଙ୍କା ଚାହୁଁଛନ୍ତି, ଆରାମ ଚାହୁଁଛନ୍ତି, ରିସ୍କରୁ ଡରୁଛନ୍ତି, ତେବେ ସତ୍ୟ କହିବାକୁ ବିଜନେସ୍ ଏବେ ଆପଣଙ୍କ ପାଇଁ ନୁହଁ। ବିଜନେସ୍ ପ୍ରଥମେ ମନରେ ଗଢ଼ି ଉଠେ, ପରେ ଜମିନରେ। ତୃତୀୟତଃ ମୁଁ କହିବି, ରିସର୍ଚ୍ଚ କରିଛନ୍ତି କି ନା ଶୁଣିବାରେ ଆପଣ ବିଶ୍ୱାସ କରୁଛନ୍ତି? ଦ୍ୱିତୀୟ ପ୍ରଶ୍ନ, ଯେଉଁ ବିଜନେସ୍ କରିବାକୁ ଯାଉଛନ୍ତି ସେହି ବିଜନେସ୍ ଉପରେ ରିସର୍ଚ୍ଚ କରିଛନ୍ତି କି? ନିଜକୁ ପଚାରନ୍ତୁ, ମାର୍କେଟରେ ଡିମାଣ୍ଡ ଅଛି କି? କଷ୍ଟମର କିଏ? କମ୍ପିଟିସନ୍ କେତେ? ମାର୍ଜିନ୍ କେତେ? ଲସ୍ ହେଲେ କେତେ ମାସ ଟିକି ପାରିବି? ଯଦି ଉତ୍ତର ସମସ୍ତେ କରୁଛନ୍ତି ମୁଁ କରିଦେଲି, ତେବେ ବୁଝିନିଅନ୍ତୁ ଆପଣ ବିଜନେସ୍ କରୁନାହାନ୍ତି, ଏକ୍ସପେରିମେଣ୍ଟ କରୁଛନ୍ତି। ଚତୁର୍ଥରେ ମୁଁ କହିବି, ଟାଇମ୍ ଦେବାର ସତ୍ୟ। ଚତୁର୍ଥ ପ୍ରଶ୍ନ, ଆପଣ ଯଦି ବିଜନେସ୍କୁ ଟାଇମ୍ ଦେଇପାରିବେ କି? ବିଜନେସ୍ ମାନେ ରୋଜ ମାର୍କେଟ, ରୋଜ କଷ୍ଟମର, ରୋଜ ପ୍ରୋବ୍ଲେମ, ରୋଜ ଡିସିସନ। ଯଦି ଆପଣ ଭାବୁଛନ୍ତି ସାଇଡରେ କରିଦେବି, ଟାଇମ୍ ମିଳିଲେ ଦେଖିବି, ତେବେ ରେଜଲ୍ଟ ମଧ୍ୟ ସାଇଡରେ ରେଜଲ୍ଟ ମିଳିବ। ବିଜନେସ୍ ଫୁଲ୍ ଟାଇମ୍ ଚାହେଁ, ଫୁଲ୍ ଆଟେନସନ୍ ଚାହେଁ। ପଞ୍ଚମରେ ମୁଁ କହିବି, ଲକ୍ଜରୀ ବିଜନେସ୍ ଆଉ ନେସେସରୀ ବିଜନେସ୍। ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା, ଆଜି ଅଧିକାଂଶ ଲୋକ କ'ଣ କରିବାକୁ ଚାହୁଁଛନ୍ତି? ଫ୍ୟାନ୍ସି କେଫ୍, ଶୋରୁମ୍, ଟ୍ରେଣ୍ଡ ପ୍ରଡକ୍ଟ। କିନ୍ତୁ ସତ୍ୟ ହେଉଛି ଲକ୍ଜରୀ ବିଜନେସ୍ ଭାବିବା ଦରକାର, କାରଣ ଏହା ଚାଲେ ମଧ୍ୟ, ଗିରେ ମଧ୍ୟ। ନେସେସରୀ ବିଜନେସ୍ ସଦା ଚାଲିଥାଏ, ସବୁବେଳେ ଚାଲିଥାଏ, ଯେପରି ଫୁଡ୍, ଡେଲି ୟୁଜ୍ ଆଇଟମ୍ସ, ରିପେୟାର ଆଣ୍ଡ ସର୍ଭିସ୍, ହେଲ୍ଥ, ଏଜୁକେସନ୍, ବେସିକ୍ ମ୍ୟାନୁଫ୍ୟାକ୍ଚରିଂ। ସରି, ଯେଉଁ ବିଜନେସ୍ ସମସ୍ୟାର ସମାଧାନ କରେ, ଯେ ପ୍ରୋବ୍ଲେମର ସଲ୍ଭ କରେ, ସେହି ବିଜନେସ୍ ଟିକିଥାଏ। ଷଷ୍ଠରେ ମୁଁ କହିବି, 1-2 ଲକ୍ଷ ଟଙ୍କାର ସତ୍ୟ। ଏବେ ସବୁଠୁ ବଡ଼ କନଫ୍ୟୁଜନ୍, 1-2 ଲକ୍ଷ ଟଙ୍କାରେ କିଛି କମ୍ପାନୀ ଷ୍ଟାର୍ଟ ହୋଇ ବଡ଼ ହୋଇଯାଉଛି। ସେଇ ଜାଗାରେ 1-2 ଲକ୍ଷ ଛୋଟ ବିଜନେସ୍ରେ ଲଗାଇ ମଧ୍ୟ ଫ୍ୟୁଚର ହେଇଯାଉଛି। କାହିଁକି? କାରଣ ବିଜନେସ୍ ଷ୍ଟ୍ରାଟେଜି ବିଜନେସ୍ର ଫ୍ୟୁଚର ନିର୍ଣ୍ଣୟ କରେ। କମ୍ପାନୀ ଷ୍ଟ୍ରାଟେଜି ସହ ଷ୍ଟାର୍ଟ କରେ, ସ୍ମଲ୍ ବିଜନେସ୍ ଭାବନା ସହ ଷ୍ଟାର୍ଟ କରେ। କମ୍ପାନୀ ସିଷ୍ଟମ୍ ବନାଏ, ସ୍ମଲ୍ ବିଜନେସ୍ ଓନର ସବୁ କାମ ନିଜେ କରେ। କମ୍ପାନୀ ମାର୍କେଟ ଦେଖେ, ସ୍ମଲ୍ ବିଜନେସ୍ ଓନର ପଡ଼ୋଶୀକୁ ଦେଖେ। ଟଙ୍କା ସେଇ ଚିନ୍ତାଧାରା, ଟଙ୍କା କ'ଣ ମାନେ ଚିନ୍ତାଧାରା ଭିନ୍ନ ରହୁଛି। ସପ୍ତମରେ ମୁଁ କହିବି, ବିଜନେସ୍ କରିବାର ରିଏଲ୍ ଫର୍ମୁଲା। ଯଦି ସତରେ ବିଜନେସ୍ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଏହି 5ଟି କାମ କରନ୍ତୁ। ମାଇଣ୍ଡ ସେଟ୍ ଷ୍ଟ୍ରଙ୍ଗ କରନ୍ତୁ,
बिजनेस नॉलेज शिखतु, प्रॉपर रिसर्च करूँ, राइट और नेसेसरी प्रोब्लेम बाछंतु, समाज रे कौन प्रोब्लेम अच्छी, कौन नेसेसरी अच्छी, कौन नीड अच्छी, स्मॉल रू स्टार्ट करी स्मार्ट स्केल करूँ। मन रखु लोन बिजनेस को नुहे, बिजनेस नॉलेज को बड़ करे। बिजनेस फेल्युअर कारण टंका नुहे, फेल्युअर कारण है अधूरा प्रस्तुति, भूल माइंडसेट, स्ट्रैटेजी छड़ा एक्शन, कौन सी स्ट्रैटेजी तैयारी न करी एक्शन दबा। जदि आपण यही प्रश्न गुड़िकर ईमानदार रे उत्तर दे पारिबे तेबे बिजनेस मध्य आपन को ईमानदार रिजल्ट देबो। जदि आपण बिजनेस करिया चाहूचंती, एसएचजी स्टार्टअप माइक्रो एंटरप्राइज जदि जड़ित बिजनेस माइंडसेट शिखिया चाहूचंती तेबे आम सिस्टम से जोड़तु, आम मिशन विजन से फॉलो करंतु। आगामी वीडियो आम आलोचना करिबा बिजनेस कौन, क्यों बिजनेस करेंगे, केमिति स्टार्ट करेंगे, क्योंठी स्टार्ट करेंगे, केबे स्टार्ट करेंगे। आगामी वीडियो तुरंत पाइबाक हेले चैनल को सब्सक्राइब करूँ, वीडियो को लाइक करूँ, कमेंट लिखुँ। मु बिजनेस निजको प्रस्तुत करने चाहूँगी। आपण केउठारु ए वीडियो शुणुचंती, केउ जगार शुणुचंती, आपण निश्चय कमेंट लिखुँ। बिजनेस माने दुकान ऑफिस किबा वर्कशॉप खोलिबा नहीं, बिजनेस माने दायित्व नेबा। जय उद्यम, जय आत्मनिर्भर भारत।